ସ୍ୱାଗତ କରୁଛି ମୁଁ ଶ୍ରୀ ପ୍ରବୀଣ କୁମାର ପାତ୍ର। ଆଜି ଆମେ ଏକ ଏମିତି ଜାଗାରେ ପହଞ୍ଚିଛୁ, ଏମିତି ଏକ ଶୈବପୀଠରେ ପହଞ୍ଚିଛୁ ଯେଉଁଟା କି ସାରା ଓଡ଼ିଶାରେ ଗୋଟିଏ ପର୍ଯ୍ୟଟନ ସ୍ଥଳୀ ବୋଲି ମାନ୍ୟତା ପାଇଛି ଏବଂ ଏଠି ଯେଉଁ ପ୍ରକାର ପରିବେଶ ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଆଜି ଆମେ ସେହି ଜାଗାରେ ପହଞ୍ଚିଛୁ। ଏ ଜାଗା ହେଉଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଓଡ଼ସିଙ୍ଗା ଗାଁର ଦେଉଳଝରି, ଯୋଉଠିକି ବାବା ସିଦ୍ଧେଶ୍ୱର ଏଠି ବିରାଜମାନ କରିଛନ୍ତି। ଏଟା ଏକ ପ୍ରସିଦ୍ଧ ଶୈବପୀଠ। ଆଜି ସେ ଜାଗାରେ ଆମେ ପହଞ୍ଚିଛୁ। ତେଣୁ ସେ ମନ୍ଦିରର କ'ଣ ମାନେ ପୂଜାର ରୀତିନୀତି ରହିଛି, ଆଉ ମନ୍ଦିରରେ କ'ଣ ମାନେ କେତେ ପୂଜକ ଅଛନ୍ତି, ଆଉ ମନ୍ଦିର ପରିବେଶ ଭିତରେ ତାଙ୍କର କ'ଣ କ'ଣ ରହିଛି, ଆମ ପାଖରେ ସେଇ ମନ୍ଦିରର ପୂଜକ ଅଛନ୍ତି। ଆମେ ସେ ପୂଜକକୁ ପଚାରିବା, ସେ ତାଙ୍କ ମୁହଁରେ କହିବେ। ଏ ବାବା ସିଦ୍ଧେଶ୍ୱରଙ୍କର କିଭଳି ଭାବରେ କେଉଁ ରୀତିନୀତି ହିସାବରେ ମାନେ ପୂଜା ଆପଣ କରୁଛନ୍ତି, ଭୋଗ ଲାଗୁଛି ଆପଣ ଟିକେ ସକାଳ ଆମର ସକାଳ ପୂଜା ଅନ୍ନ ଭୋଗ ଲାଗୁଛି, ଆଉ ସକାଳେ ଲାଗୁଛି ବାଳ ଭୋଗ ଲାଗୁଛି, ଚନ୍ଦନ ଝିଅ ଧୂପକାଠି ସବୁ ପୂଜା ସକାଳେ। ସନ୍ଧ୍ୟାରେ ସେଇଟା ହେଉଛି। ସନ୍ଧ୍ୟାରେ କିଏ ଭୋଗ ଲାଗୁଛି? ସନ୍ଧ୍ୟାରେ କିଏ ଭୋଗ ଲାଗୁଛି? ସନ୍ଧ୍ୟାରେ ବାଳ ଭୋଗ ଲାଗୁଛି, ଆଉ ପୂଜା କର୍ମ ସବୁ ଚାଲିଛି। ଲୋକ ଆମର ବାସ୍ତ୍ରୀ ଘର ଆମେ ପୂଜା କରୁଛୁ। ଭକ୍ତ ଭିଡ଼ ଅଛନ୍ତି ସଦାବେଳେ। ସମସ୍ତେ ସକାଳେ ଭିଡ଼ ହଜିବା ଆମେ ଶୁଣିବାକୁ ପାଉଛୁ ବିଭିନ୍ନ ପ୍ରକାର ସବୁ କୁଣ୍ଡ ରହିଛି। ହଁ, ଏଠି 84ଟା କୁଣ୍ଡ ଅଛି। ଆପଣ ଡାକିଛ ବା କହିପାରିବେ? ଆପଣ କେଉଁ ଜାଗା? ଅଗ୍ନିକୁଣ୍ଡ ଅଛି, କ୍ଷୀରକୁଣ୍ଡ ଅଛି, ନୀଳକୁଣ୍ଡ ଅଛି, ରକ୍ତକୁଣ୍ଡ ଅଛି, ଫଣିକୁଣ୍ଡ ଅଛି, ରାହୁକୁଣ୍ଡ ଅଛି। ଆଉ ବାବା ସିଦ୍ଧେଶ୍ୱରଙ୍କ ପୀଠରେ ବର୍ଷକୁ ମାନେ କି ପ୍ରକାର ପର୍ବପର୍ବାଣି? ଆମର ଶିବରାତ୍ରି ମହାପର୍ବ। ଶିବରାତ୍ରିଟା ମାନନ୍ତି। ଭିଡ଼ ଅଛି, 5-6 ହଜାର ଦୀପ ଲାଗିବ। ଯୋଉ ଠାକୁର ଏଠି ଯୋଉ ବିରାଜମାନ କଲେ ପ୍ରଥମରେ ଏ ଲିଙ୍ଗଟା ମାନେ ଫୁଟା ଲିଙ୍ଗ ନା ଫୁଟା ଲିଙ୍ଗ? ଆପଣ ମାନେ ଶୁଣୁଥିଲେ ଏ ଯୋଉ ବାବା ସିଦ୍ଧେଶ୍ୱର ଶୈବପୀଠରେ ଯୋଉ ପୂଜକ ଅଛନ୍ତି, ସେ ପୂଜକ ନିଜେ କହୁଥିଲେ ସେଠି ସକାଳୁ ଯୋଉ ଭକ୍ତମାନେ ଆସନ୍ତି କଦଳୀ, ନଡ଼ିଆ, ଫୁଲ, ବେଲପତ୍ର, ଧୂପ, ଯୋଉ ଧୂପ ଦୀପ ନୈବେଦ୍ୟରେ ଠାକୁରଙ୍କୁ ଆଣନ୍ତି, ସେହି ଭୋଗ ଠାକୁର ପାଖରେ ଲାଗେ। ଆଉ ମଧ୍ୟାହ୍ନ ସମୟରେ ଯୋଉ ପ୍ରଭୁଙ୍କ ପାଖରେ ଅନ୍ନ ଭୋଗ ମଧ୍ୟ ଲାଗେ। ସନ୍ଧ୍ୟା ସମୟରେ ପୁଣି ସେଇ ଧୂପ ଦୀପ ଆଳତି ପୁଣି ବାଳ ଭୋଗ ହିଁ ଲାଗେ। ପୂଜକ ନିଜେ ପ୍ରତିକ୍ରିୟା ରଖିଥିଲେ। ଏବଂ ଏଠି କିଛି ଗୁଡ଼ିଏ ସବୁ କୁଣ୍ଡ ରହିଛି, ବିଭିନ୍ନ ପ୍ରକାର କୁଣ୍ଡ। ହିସାବ କଲେ 84 କୋଟି କୁଣ୍ଡ ଅଛି ଏଠି। ପୂଜକ ନିଜେ କହୁଥିଲେ 84 କୋଟି କୁଣ୍ଡରୁ ସେ କିଛି ମାତ୍ରାରେ ସେ ଜାଣିଥିଲେ, ସେ ନାଁ ମଧ୍ୟ କହିଥିଲେ। ଉତ୍ତପ୍ତ କୁଣ୍ଡ, କ୍ଷୀରକୁଣ୍ଡ, ଯଜ୍ଞକୁଣ୍ଡ, ଅଗ୍ନିକୁଣ୍ଡ, ଲବକୁଶ କୁଣ୍ଡ, ଶନିକୁଣ୍ଡ, ରକ୍ତକୁଣ୍ଡ, ଏହିପରି ସବୁ ବିଭିନ୍ନ ପ୍ରକାର 84 କୋଟି କୁଣ୍ଡ ଅଛି ଏଠି। ଯୋଉ ଉତ୍ତପ୍ତ କୁଣ୍ଡ କଥା ଯୋଉ କହିଲେ, ସେଟା ଅଗ୍ନିକୁଣ୍ଡ ନା? ସେଟା ଯୋଉ ଅଗ୍ନିକୁଣ୍ଡ କଥା କହିଲେ ପୂଜକ, ସେ କହୁଛନ୍ତି ଯେ ସେଠି ଚାଉଳ ଫିଙ୍ଗି ଦେଲେ ଭାତ ଫୁଟି ଯାଉଛି। ସେଠି ବାବାଙ୍କର କି ପ୍ରକାର ମହାତ୍ମ୍ୟ, ବାବା ସିଦ୍ଧେଶ୍ୱରଙ୍କର ଯୋଉ ଅଲୌକିକ ଶକ୍ତି। ସେଠି ଯୋଉ ଉତ୍ତପ୍ତ ପାଣି, ସେଠି ସେ ଜାଗାରୁ ହିଁ ଗରମ ପାଣି ବାହାରୁଛି। ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଆମେ ମଧ୍ୟ ସେଠିକି ସେ ଜାଗାକୁ ଯାଇଥିଲୁ, ଆପଣମାନଙ୍କୁ ସେ କୁଣ୍ଡ ମଧ୍ୟ ଆମେ ଦେଖେଇବୁ। ଆପଣମାନେ ଦେଖିବେ କିଭଳି ଭାବରେ ସେଠୁ ବାଷ୍ପ ବାହାରୁଛି, ସେ ଗୋଟିଏ ମାତ୍ର ଜାଗାରେ। ଅନ୍ୟପଟେ ବିଭିନ୍ନ ପ୍ରକାର କୁଣ୍ଡ ରହିଛି, ସେଠି କିଛି ଥଣ୍ଡା ପାଣି ବାହାରୁଛି, କୋଉଠି କୋଉଠି ଯୋଉଠି ରକ୍ତକୁଣ୍ଡ କୁହାଯାଉଛି, ସେଠି କି ପାଣି ବାହାରୁଛି? ସେଠି ସେ ଲାଲି ପାଣି ବାହାରୁଛି, ରକ୍ତ ଭଳିଆ। ସେ ପୂଜକ ନିଜେ କହୁଛନ୍ତି ଏଠି ବିଭିନ୍ନ ପ୍ରକାର କୁଣ୍ଡ ରହିଛି, ଯୋଉ 84 କୁଣ୍ଡ। ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହେବ ସେ ପରିବେଶ ଭିତରେ। ଆଉ ତାଙ୍କର ଯୋଉ ପର୍ବପର୍ବାଣି କହୁଥିଲେ, ବର୍ଷକୁ ଥରେ ଯୋଉ ମହାଶିବରାତ୍ରିରେ ଏଇ ବାବା ସିଦ୍ଧେଶ୍ୱରଙ୍କର ପୀଠରେ ବର୍ଷକୁ ଥରେ ମହାଶିବରାତ୍ରି ପାଳନ କରାଯାଏ। ମହାନ ପର୍ବ ତାଙ୍କର ହଉଛି ଏଇ ମହାଶିବରାତ୍ରି। ଏଠି ଶହ ଶହ ଭକ୍ତ, ହଜାର ହଜାର ଭକ୍ତ ଏଠି ଜମା ହୁଅନ୍ତି ଏବଂ ଉଜାଗର ରୁହନ୍ତି, ବାବାଙ୍କ ପାଖରେ ଜାଗର ଜାଳନ୍ତି, ମାନସିକ କରନ୍ତି, ଅଧିଆ ମଧ୍ୟ ପଡନ୍ତି। ଏଠି ସିଦ୍ଧେଶ୍ୱର ବାବା କାହାକୁ ଆଜି ପର୍ଯ୍ୟନ୍ତ ଖାଲି ହାତରେ ଫେରେ ନାହାନ୍ତି। ଯିଏ ମାନସିକ କରି ଏଠିକି ବାବାଙ୍କ ପାଖକୁ ଆସିଛି, ତାର ମାନସିକ ପୂରଣ ମଧ୍ୟ ହୋଇଛି।
ତେଣୁ ଏ ବାବାଙ୍କୁ ସମସ୍ତେ ବିଶ୍ୱାସ କରନ୍ତି ଏବଂ ସାରା ଓଡ଼ିଶାରେ ଯେହେତୁ ଏଟା ବାବାଙ୍କର ନାଁ ଚର୍ଚ୍ଚିତ ଦେଉଳଝରି ନାମରେ ନାମିତ କରାଯାଇଛି। କାରଣ ଏ ବାବାଙ୍କର ଯେଉଁ ଲିଙ୍ଗ ଅଛି ସେ ଲିଙ୍ଗରୁ ସଦାସର୍ବଦା ପାଣି ଧାରା ବହୁଛି। ତେଣୁ এই বাবাଙ୍କୁ ଦେଉଳଝରି ନାମରେ ନାମିତ ମଧ୍ୟ କରାଯାଇଛି। ତେଣୁ ଏଟା ଦେଉଳଝରି ବୋଲି ମଧ୍ୟ କୁହାଯାଉଛି। ଏଟା ସାରା ଓଡ଼ିଶାରେ ଚର୍ଚ୍ଚିତ। এই ଆଠମଲ୍ଲିକ ବ୍ଲକର ଆମେ ଆପଣମାନେ ଦେଖିଲେ এই ଆଠମଲ୍ଲିକ ବ୍ଲକରେ ଓଡ଼ଶିକା ସାରା ଓଡ଼ିଶାରେ ଏଟା ଆଜି ମଧ୍ୟ ନାଁ ପଡ଼ୁଛି ଦେଉଳଝରି ଓଡ଼ଶିକା। ତେଣୁ ସେଠି ଯେଉଁ ଶହ ଶହ ଭକ୍ତ ଜମା ହେଉଛନ୍ତି ଆପଣମାନେ ସେ ପରିବେଶକୁ ଦେଖିଲେ ମାନେ ଆଶ୍ଚର୍ଯ୍ୟ ହେବେ। ଆପଣମାନେ ଆସିଲେ କେବେ ବି ଏଠୁ ଯିବା ପାଇଁ ମନ ଲାଗିବ ନାହିଁ। ତେଣୁ ଆମେ ଏହି ପିପୁଲ୍ସ ଫେଷ୍ଟ ଟିମ୍ ଆଜି ପହଞ୍ଚିଛି। ତେଣୁ ଏହି ପିପୁଲ୍ସ ଫେଷ୍ଟ ଟିମ୍ ମାଧ୍ୟମରେ ଆଜି ଓଡ଼ିଶାର ଲୋକଙ୍କୁ ଏ ବୌଦ୍ଧ ଜିଲ୍ଲା ଆଠମଲ୍ଲିକ ଜିଲ୍ଲା ପଡ଼ୋଶୀ ଜିଲ୍ଲା ଯେଉଁ ଅଛି ଆମେ ତାଙ୍କୁ ଆଜି ପିପୁଲ୍ସ ଫେଷ୍ଟ ଟିମ୍ ଏ ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ଆମେ ଯାଇ ଜଣାଉଛୁ এই ବାବା ସିଦ୍ଧେଶ୍ୱରଙ୍କ ପୀଠକୁ ଶୈବ ପୀଠକୁ ଆସନ୍ତୁ, ଦର୍ଶନ କରନ୍ତୁ ବାବାଙ୍କୁ ଏବଂ ବାବାଙ୍କର କୃପା ଲାଭ କରନ୍ତୁ। ଆଠମଲ୍ଲିକ ବ୍ଲକରୁ ମୁକୁନ୍ଦ ଦେବ ବାରିକଙ୍କ ସହ ପ୍ରବୀଣ କୁମାର ପାତ୍ର ରିପୋର୍ଟ ପିପୁଲ୍ସ ଭଏସ୍।